ପାଞ୍ଚ କୋଟି ଠକେଇ ଅଭିଯୋଗରେ ଜଣେ ଗିରଫ। ରେସିଡେନ୍ସିଆଲ ପ୍ଲଟ୍ ଦେବା ନାଁରେ 200ରୁ ଅଧିକା ଲୋକଙ୍କଠାରୁ 5 କୋଟିରୁ ଅଧିକା ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ବ୍ରହ୍ମପୁର ଗୋସାଣୀ ନୂଆଗାଁ ଥାନା ପୁଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ଗୋସାଣୀ ନୂଆଗାଁର ଚେତନ କୁମାର ଚୌଧୁରୀ। ତାଙ୍କଠାରୁ ପ୍ରସ୍ତାବିତ ରେସିଡେନ୍ସିଆଲ ପ୍ଲଟ୍ରେ ଲେଟ୍ ଆଉଟ୍, ଡେଲି କଲେକ୍ସନ, ମନି ରିସିପ୍ଟ ଜବତ କରିଛି ପୁଲିସ। ବ୍ରହ୍ମପୁର ଲାଞ୍ଚିପଲ୍ଲୀ ଅଞ୍ଚଳର ଏ ସନ୍ତୋଷ କୁମାର ପାତ୍ର ନାମକ ଜଣେ ବ୍ୟକ୍ତି ସାଧବୀ କନଷ୍ଟ୍ରକ୍ସନ ଆଣ୍ଡ ଲଜିଷ୍ଟିକ୍ସ ନାମକ ସଂସ୍ଥାରେ ଆକାଉଣ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ଏଜେଣ୍ଟମାନଙ୍କ ମାଧ୍ୟମରେ ଦ୍ୱାରା ଟଙ୍କା ସଂଗ୍ରହ କରି ଗିରଫ ଅଭିଯୁକ୍ତ ଚେତନଙ୍କ କାର୍ଯ୍ୟାଳୟରେ ଡିପୋଜିଟ୍ କରୁଥିଲେ। ପ୍ଲଟ୍ ସ୍କିମ୍ 2019ରେ ଆରମ୍ଭ ହୋଇଥିବା ବେଳେ 2021ରେ ପ୍ଲଟ୍ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ। ତେବେ 2021 ପରେ ସମ୍ପୃକ୍ତ ସଂସ୍ଥା ପ୍ଲଟ୍ ଦେଇନଥିଲା ଓ ମନି ରିସିପ୍ଟ ଫେକ୍ କରି ଏଡ଼ାଇ ଯାଇଥିଲା। ପରେ ଏନେଇ ଅଭିଯୁକ୍ତ ଚେତନ ଆକାଉଣ୍ଟାଣ୍ଟଙ୍କୁ ଧମକ ମଧ୍ୟ ଦେଇ ଆସିଥିଲେ। ପରେ ସନ୍ତୋଷ ଥାନାରେ ଏତଲା ଦେବା ପରେ ପୋଲିସ ଚେତନ କୁମାର ଚୌଧୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟୁରୋ ରିପୋର୍ଟ, IJB ନ୍ୟୁଜ୍।